କଣ କରିବ ଭାଇ, ମାଲଟା କେମିତି ହେଇଛି? ତମେ କହିବା ହିସାବରେ ରାଜନନ୍ଦିନୀକୁ ଉଠାଇକି ତମ ପାଖକୁ ନେଇ ଆସି ଏବେ ମୋ ପାଉଣାଟା ମତେ ଦେଇଦିଅ, ମୁଁ ଚାଲିଛି। ହଁ ରାସ୍କେଲ ବଷ୍ଟର। ହ୍ୟାଲୋ ରାଜନନ୍ଦିନୀ, ତୁ ଜାଣିପାରିଲନି ଏ ବିକ୍ରମ। ତୁ ଭାବୁଥିଲୁ ବିକ୍ରମକୁ ତା ଭାଷାରେ ତାକୁ ନିଜକୁ ଫସି ତୁ ଗ୍ରେଟ୍ ଲେଡି ହେଇଯିବ। ହଁ ଏ ବିକ୍ରମ ବହୁ ଜଣଙ୍କ ଭାଷାରେ ଫସିଛି, କିନ୍ତୁ କେହି ଗୋଟେ ତାକୁ ସାଲାଡ କରିପାରିନାହାନ୍ତି। ରାଜନନ୍ଦିନୀ, ତମ ଭାଳି ମୋ ପାଉଣାଟା ତମ ପାଇଛି, ଏଣିକି ତମେ ତମର କଣ କରିକି ଦେଖ। ହଁ ହଁ ଗୁରୁ ଭାଇ, ମୋ ପାଉଣାଟା ମତେ ଦେଇଦିଅ। କଣ ପାଉଣାଟା ମୋର ମିଳିବନି କାହିଁକି? ଆଚ୍ଛା, କାମ ତ ମୋର କଲି, ପାଉଣାଟା ମିଳିବନି। ଆଚ୍ଛା, ପାଉଣା ବଦଳରେ ୟାକୁ ନେଇକି ମୁଁ ହଏସ୍ କରିବି। ଆଉ ଏତେ ଦିନ ହେଲା କଣ କରୁଥିଲି? କୀର୍ତ୍ତନ। ଯଦି ମିଳିପାରିବନି ତାହେଲେ କାମ କାହିଁକି କରୁନ? ପଛେ ଦେଖିନେବି, ପଛେ ଦେଖିନେବି କଣ କରିବି? ମତେ ତ ପାଉଣା ଏବେ ଦରକାର। ଠିକ ଅଛି, ଗଲା ଥର ଆଉ ଏଥର ମିଶେଇକି ଡବଲ ପାଉଣାଟା ଦେଇଦବ। ନହେଲେ ବିକ୍ରମ କାହାକୁ ସହେନି, କାହାକୁ ସହେନି ବିକ୍ରମ, କାହାକୁ ସହେନି। ନେବି ନେବି ଗୁରୁ ଭାଇ, ତମ ଭରସାରେ ନେବି। ଯାଅ, ନେକ୍ସଟ 8 ତାରିଖ। ରିଲାକ୍ସ 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 ବିକ୍ରମ, ଠିକ ଅଛି ଏସବୁ। ଓହୋ ନନ୍ଦିନୀ, ଶୁଣ ଶୁଣ ନନ୍ଦିନୀ, ଏଇଟା ପାର୍ଟ ଅଫ ପ୍ଲାନ୍। ଏଠି ଚିଲ୍ଲାଅ ନା ପ୍ଲିଜ, କଥା ଶୁଣ, ଶୁଣ କଥା, ଏଇଟା ପାର୍ଟ ଅଫ। ମୁଁ ଯଦି ଗୁରୁ ଭାଇ ଆଗରେ ତମକୁ ଆଣିକି ନ ରଖିଥାନ୍ତି, ସିଏ ହୁଏତ ତମକୁ କିଛି କରିପାରିଥାନ୍ତା, କାହିଁକି ନା ତାକୁ ଡିଜିଟୁ ବହୁତ ପଇସା ଛାଡ଼ିବାର ଅଛି। ନନ୍ଦିନୀ, ତାକୁ ଡିଜିଟୁ ବହୁତ ପଇସା ଛାଡ଼ିବାର ଅଛି। ତମକୁ ତ ବୁଝ, ଏ ବିକ୍ରମ ଏତେ ବି ବେଇମାନ ହେଇନି। ପିଲାଦିନେ ସିନା ଅନାଥ ହେଇଯାଇଥିଲା, ଏ ଗୁରୁ ଭାଇ ବୁଦ୍ଧିରେ ପଡିକି ଆଜି ପଳେଇଛି। କିନ୍ତୁ ଆଉ ନନ୍ଦିନୀ, ତମେ ଯେବେ ମୋ ଲାଇଫରେ ଆସିଗଲ, ମୋ ବାପା ମା ପରିବାର ସବୁ ହେଇଗଲା, ସବୁ ମିଳିଗଲା। ପ୍ଲିଜ ମତେ ବିଶ୍ୱାସ କର, ନହେଲେ ମୁଁ ଏମିତି ତମକୁ ନେବା ପାଇଁ ବି ଆସିନଥାନ୍ତି, ମୁଁ ତମକୁ ପଳେଇଥାନ୍ତି। କାହିଁକି ଅଟକିଛି? ଏଇଟା ମୋ ପ୍ଲାନ୍, ଏଇଟା ବିକ୍ରମର ପ୍ଲାନ୍ ଥିଲା। ଏମିତି କଲେ ଗୁରୁ ଭାଇ କେବଳ ଡିଜିକୁ ବ୍ଲାକମେଲ କରିବା ପାଇଁ ତମର ଭିଡିଓ ରଖିବ, ତାକୁ ତା ପଇସା ମିଳିଗଲା ପରେ ତମର କିଛି ତାଠୁ କିଛି ନବାର ନାହିଁ, ତାଠୁ କିଛି ଦବାର ନାହିଁ। ମତେ ବିଶ୍ୱାସ କର, ବିଶ୍ୱାସ କର।